ଆସନ୍ତୁ ଆଜି ଆମେ ହିନ୍ଦୁ ପୁରାଣର ଜଣେ ଏଭଳି ଚରିତ୍ରଙ୍କ ବିଷୟରେ ଜାଣିବା ଯାହାଙ୍କର ଶକ୍ତି ଏବଂ ଭକ୍ତିର କାହାଣୀ ଆମ ସମସ୍ତଙ୍କୁ ପ୍ରେରଣା ଦିଏ। ହଁ, ଆମେ ହନୁମାନଙ୍କ କଥା କହୁଛୁ, କିନ୍ତୁ ଜଣେ ମହାନାୟକ ହେବା ପୂର୍ବରୁ ସେ ବି ତ ଜଣେ ବାଳକ ଥିଲେ। ଆଉ ଆଜି ଆମେ ତାଙ୍କର ସେହି ଅସାଧାରଣ ଜନ୍ମ ଆଉ ବାଲ୍ୟକାଳର କାହାଣୀକୁ ହିଁ ବୁଝିବା। ତାଙ୍କ ଜୀବନୀକୁ ଦେଖିଲେ ମନରେ ଗୋଟିଏ ପ୍ରଶ୍ନ ଆସେ, କେମିତି ଜଣେ ବ୍ୟକ୍ତିଙ୍କ ଭିତରେ ଏକା ସାଙ୍ଗରେ ଏତେ ଅସୀମ ଶକ୍ତି ଆଉ ସମ୍ପୂର୍ଣ୍ଣ ନିଃସ୍ୱାର୍ଥ ଭକ୍ତି ରହିପାରିବ? ତେବେ ଏହି ଯାତ୍ରା ବହୁତ ଆଗରୁ ତାଙ୍କ ପିଲାଦିନରୁ ହିଁ ଆରମ୍ଭ ହୋଇଥିଲା। ଆମେ ସମସ୍ତେ ଜାଣିଛେ ସେ ପର୍ବତ ଉଠେଇଥିଲେ, ସମୁଦ୍ର ଡେଇଁ ପାରୁଥିଲେ, କିନ୍ତୁ ଏସବୁ ମହାନ କାମ ପୂର୍ବରୁ ସେ କେବଳ ଗୋଟିଏ ଛୋଟ ପିଲା ଥିଲେ। ଆଉ ସେହି ପିଲାର କାହାଣୀ ଭିତରେ ହିଁ ତାଙ୍କ ଭବିଷ୍ୟତର ମହାନତାର ମୂଳଦୁଆ ଲୁଚି ରହିଥିଲା। ତେବେ ଆସନ୍ତୁ ସେଇଠୁ ଆରମ୍ଭ କରିବା। ଆମର ପ୍ରଥମ ଭାଗ ହେଉଛି ଏକ ଦିବ୍ୟ ଜନ୍ମ। ଦେଖନ୍ତୁ, ହନୁମାନଙ୍କ ଜନ୍ମ କୌଣସି ସାଧାରଣ ଘଟଣା ନଥିଲା। ଏହା ପଛରେ ଦେବତାମାନଙ୍କର ଏକ ବଡ଼ ଯୋଜନା ଥିଲା। ହନୁମାନଙ୍କ ଅସୀମ ଶକ୍ତିର ମୂଳ ଉତ୍ସ ହେଉଛନ୍ତି ସ୍ୱୟଂ ଭଗବାନ ଶିବ। ତାଙ୍କୁ ଶିବଙ୍କର ଏକାଦଶ ରୁଦ୍ର ଅବତାର ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ସେ ପୃଥିବୀରେ ଏକ ମହାନ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଜନ୍ମ ନେଇଥିବା ସାକ୍ଷାତ୍ ଶିବଙ୍କର ହିଁ ଏକ ଅଂଶ। ଆଉ ଗୋଟିଏ ବଡ଼ ସମ୍ପର୍କ ହେଉଛି ବାୟୁଦେବତାଙ୍କ ସହିତ। ସେଇଥିପାଇଁ ତ ତାଙ୍କୁ କୁହାଯାଏ ପବନପୁତ୍ର। ଏହି ସମ୍ପର୍କ ହିଁ ତାଙ୍କୁ ଅସୀମ ଗତି ଆଉ ଶକ୍ତି ଦେଇଥିଲା। ଆଚ୍ଛା, ତାଙ୍କର ଏହି ଦିବ୍ୟ ଜନ୍ମ କେମିତି ହେଲା ସେ ବିଷୟରେ ଗୋଟିଏ ନୁହେଁ ବରଂ ଦୁଇଟା ମୁଖ୍ୟ କାହାଣୀ ପ୍ରଚଳିତ ଅଛି। ଆଉ ପ୍ରତ୍ୟେକ କାହାଣୀ ନିଜ ନିଜ ଜାଗାରେ ବେଶ୍ ରୋଚକ। ପ୍ରଥମ କାହାଣୀ ଅନୁସାରେ ଏଥିରେ ଭଗବାନ ଶିବ ଆଉ ମାତା ପାର୍ବତୀଙ୍କର ସିଧାସଳଖ ହାତ ଥିଲା। ବାୟୁ ଦେବତା କେବଳ ଏକ ମାଧ୍ୟମ ସାଜି ସେମାନଙ୍କର ଦିବ୍ୟ ତେଜକୁ ମାତା ଅଞ୍ଜନାଙ୍କ ପାଖରେ ପହଞ୍ଚାଇଥିଲେ। ଆଉ ଦ୍ୱିତୀୟ କାହାଣୀଟି ଆହୁରି ମଜାଦାର। ଏହା ସେହି ପବିତ୍ର ପାୟସ ସହିତ ଯୋଡ଼ା ଯେଉଁଥିରେ ଭଗବାନ ରାମଙ୍କର ଜନ୍ମ ହୋଇଥିଲା। ଏହି କଥାଟି ହନୁମାନଙ୍କର ଜନ୍ମକୁ ରାମଙ୍କର ଜନ୍ମ ସହିତ ସିଧାସଳଖ ଯୋଡ଼ିଥାଏ। ଏବେ ଆସନ୍ତୁ ଦ୍ୱିତୀୟ ଭାଗକୁ। ଏହା ହେଉଛି ତାଙ୍କ ବାଲ୍ୟକାଳର ସବୁଠୁ ପ୍ରସିଦ୍ଧ ଘଟଣା, ଯେଉଁଥିରେ ତାଙ୍କର ଅସୀମ ଶକ୍ତି ଆଉ ପିଲାଳିଆମିରେ ଏକ ସୁନ୍ଦର ମିଶ୍ରଣ ଦେଖିବାକୁ ମିଳେ। ଏହି ଘଟଣାକୁ ଆମେ ଯଦି ପର୍ଯ୍ୟାୟକ୍ରମେ ଦେଖିବା ତେବେ ବୁଝିପାରିବା କେମିତି ଗୋଟେ ଛୋଟ ଭୁଲ ଏତେ ବଡ଼ ରୂପ ନେଲା। ତେବେ କଥାଟା ଆରମ୍ଭ ହୁଏ ଗୋଟେ ଛୋଟ ପିଲାର ଭୋକରୁ। ଭାବି ଦେଖନ୍ତୁ, ସକାଳୁ ସକାଳୁ ସୂର୍ଯ୍ୟ ଉଇଁ ଆସୁଛନ୍ତି, ଲାଲ ଟହଟହ। ଆଉ ଛୋଟ ହନୁମାନଙ୍କୁ ଲାଗିଲା ସେଇଟା ଗୋଟେ ବଡ଼ ପାଚିଲା ଆମ୍ବ। ବାସ୍, ତାକୁ ଖାଇବା ପାଇଁ ସେ ସିଧା ଆକାଶକୁ ଡେଇଁ ପଡ଼ିଲେ। ଏଥିରୁ ତାଙ୍କର ସରଳତା ଆଉ ଅସୀମ ଶକ୍ତି ଦିଟା ଯାକ ଜଣାପଡ଼େ। କିନ୍ତୁ ଆକାଶରେ ତାଙ୍କର ଦେଖାହେଲା ରାହୁ ସହିତ। ସେ ବି ସେତେବେଳେ ସୂର୍ଯ୍ୟଙ୍କୁ ଗ୍ରାସ କରି ସୂର୍ଯ୍ୟପରାଗ କରିବାକୁ ଯାଉଥିଲେ। ବାସ୍, ସେଇଠୁ ଆରମ୍ଭ ହୋଇଗଲା ଏକ ଆକାଶୀୟ ସଂଘର୍ଷ। ଏହି ବିଶୃଙ୍ଖଳା ଦେଖି ଦେବରାଜ ଇନ୍ଦ୍ର ରାଗିଗଲେ। ସୃଷ୍ଟିର ନିୟମ ଭାଙ୍ଗୁଥିବାରୁ ସେ ନିଜର ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବଜ୍ର ବାହାର କଲେ ଆଉ ସେହି ବାଳକ ଉପରେ ପ୍ରହାର କଲେ। ଆଉ ସେହି ବଜ୍ରର ଆଘାତରେ ହିଁ ଛୋଟ ହନୁମାନ ଅଚେତ ହୋଇ ସିଧା ପୃଥିବୀ ପୃଷ୍ଠକୁ ଖସି ପଡ଼ିଲେ। ଏହି ଘଟଣାଟି ହିଁ ପରବର୍ତ୍ତୀ ସବୁ ଘଟଣାର ମୂଳଦୁଆ ପକାଇଥିଲା। ଏହି ଯେଉଁ ଆଘାତ ତାଙ୍କ ଗାଲରେ ଲାଗିଥିଲା, ସେଇଥିରୁ ହିଁ ତାଙ୍କ ନାଁ ହେଲା ହନୁମାନ। କେତେ ଆଶ୍ଚର୍ଯ୍ୟର କଥା ନୁହେଁ କି? ସେହି ଆକାଶୀୟ ସଂଘର୍ଷର ଏକ ସ୍ଥାୟୀ ଚିହ୍ନ। ତେବେ କାହାଣୀ ଏଇଠି ସରିନଥିଲା, ବରଂ ଏଇଠୁ ହିଁ ଆରମ୍ଭ ହୋଇଥିଲା ତାଙ୍କର ଅସଲ ଯାତ୍ରା। ଯେତେବେଳେ ତାଙ୍କୁ ଦେବତାମାନଙ୍କର ଆଶୀର୍ବାଦ ମିଳିଲା। ନିଜ ପୁଅର ଏ ଅବସ୍ଥା ଦେଖି ବାୟୁଦେବତା ଏତେ ରାଗିଗଲେ ଯେ ସେ ପୁରା ସଂସାରରୁ ବାୟୁକୁ ହିଁ ହଟେଇଦେଲେ। ଭାବନ୍ତୁ ତ, ବିନା ବାୟୁରେ ଜୀବନ କେମିତି ଚାଲିବ? ଚାରିଆଡ଼େ ହାହାକାର ପଡ଼ିଗଲା। ଏବେ ବାୟୁଦେବଙ୍କୁ ଶାନ୍ତ କରିବାକୁ ପଡ଼ିବ। ତେଣୁ ସବୁ ଦେବତା ଏକାଠି ହେଲେ। ସେମାନେ ଛୋଟ ହନୁମାନଙ୍କୁ ପୁଣି ଥରେ ଜୀବନ ତ ଦେଲେ, କିନ୍ତୁ ତା ସହିତ ଦେଲେ ଅନେକ ବରଦାନ। ଯେମିତିକି ବ୍ରହ୍ମା ତାଙ୍କୁ କୌଣସି ବି ଅଭିଶାପରୁ ଅଜେୟ ହେବାର ବର ଦେଲେ, ଶିବ ଦେଲେ ଦୀର୍ଘାୟୁ, ଏପରିକି ଇନ୍ଦ୍ର ବି କହିଲେ ଯେ ତାଙ୍କର ବଜ୍ର ଆଉ କେବେ ହନୁମାନଙ୍କୁ ଆଘାତ କରିପାରିବନି। ଗୋଟେ ଛୋଟ ଭୁଲ ପାଇଁ ସେ ଏବେ ଦେବଲୋକର ସବୁଠୁ ଶକ୍ତିଶାଳୀ ଯୋଦ୍ଧା ପାଲଟିଗଲେ। ଏବେ ଆମେ ଶେଷ ଭାଗରେ ପହଞ୍ଚିଛେ, ଭକ୍ତିର ପଥ। କିନ୍ତୁ ଏତେ ଶକ୍ତି କାହିଁକି? ଏତେ ବରଦାନର ଅସଲ ଉଦ୍ଦେଶ୍ୟ କ'ଣ ଥିଲା? ଏଇଠି ଆସୁଛି ହନୁମାନଙ୍କ କାହାଣୀର ସବୁଠୁ ଗଭୀର କଥା। ତାଙ୍କ ଜୀବନର କେନ୍ଦ୍ରବିନ୍ଦୁ ଥିଲା ଭକ୍ତି। ଭକ୍ତି ମାନେ କେବଳ ପୂଜା କରିବା ନୁହେଁ, ବରଂ ନିଃସ୍ୱାର୍ଥପର ଭାବରେ ନିଜକୁ ସମର୍ପଣ କରିଦେବା। ଆଉ ହନୁମାନ ଏହାର ସବୁଠାରୁ ବଡ଼ ଉଦାହରଣ। ତାଙ୍କୁ ଯେତେ ବି ଶକ୍ତି ମିଳିଥିଲା, ସେ ସବୁ ନିଜ ପାଇଁ ନଥିଲା। ସେ ସବୁ ଥିଲା କେବଳ ଗୋଟିଏ କାମ ପାଇଁ, ଭଗବାନ ରାମଙ୍କର ସେବା। ତାଙ୍କ ଶକ୍ତିର ପ୍ରକୃତ ମୂଲ୍ୟ ତାଙ୍କ ଭକ୍ତିରେ ହିଁ ଥିଲା। ଏହି କଥାଟି ତ ସ୍ପଷ୍ଟ ଭାବେ ଲେଖା ଅଛି, ରାମ କାଜ କରିବେକୁ ଆତୁର। ଅର୍ଥାତ୍ ସବୁବେଳେ ରାମଙ୍କ କାମ କରିବା ପାଇଁ ଉତ୍ସୁକ
ଏହା ହିଁ ଥିଲା ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ। ତେଣୁ ହନୁମାନଙ୍କ କାହାଣୀ କେବଳ ବଳ ଆଉ ଶକ୍ତିର କାହାଣୀ ନୁହେଁ। ଏହା ହେଉଛି ଏକ ଶିକ୍ଷା ଯେ ପ୍ରକୃତ ଶକ୍ତି ଶାରୀରରେ ନୁହେଁ ବରଂ ନିଃସ୍ୱାର୍ଥ ସେବା ଆଉ ଅଟଳ ଭକ୍ତିରେ ଥାଏ। ସତ କହିବାକୁ ଗଲେ ତାଙ୍କର ସବୁଠାରୁ ବଡ଼ ଶକ୍ତି ତାଙ୍କର ବଳ ନଥିଲା, ଥିଲା ତାଙ୍କର ଭକ୍ତି।